ଆପଣ ପରିଚୟ? ମାନସୀ ବସ୍ତିଆ, ସ୍ୱାସ୍ଥ୍ୟକର୍ମୀ, ଗଡ଼ସାହାଦ ଉପକେନ୍ଦ୍ର। ନୂଆ ଗାଁରେ ଆମେ ଦେଖୁଛୁ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହେଲେଣି, କେତେ ଦିନରୁ ହେଲେଣି? 8 ଦିନ ତଳେ ଜଣେ କଣାସ ସିଏ ଯାଇଥିଲେ ଝାଡ଼ାରେ, ତାପରେ ସେଠି ଟ୍ରିଟମେଣ୍ଟ ହେଇକି ରେଫର ହେଇକି ଯାଉଥିଲେ, ବାଟରେ ଭୁବନେଶ୍ୱର ଯାଉଥିଲେ, ବାଟରେ ଡେଥ୍ ହେଇଗଲେ। ନୂଆ ଗାଁ କେତେ ଜଣ ଆକ୍ରାନ୍ତ ଅଛନ୍ତି? ତାପରେ ଏବେ 11 ତାରିଖ ଦିନ ରାତିରେ ଜଣଙ୍କର ଝାଡ଼ା ଆରମ୍ଭ ହେଲା, 2-3ଟା ଝାଡ଼ା ବସିଲେ ହେଇଗଲା। ତାପରେ ତାଙ୍କ ପିଲାମାନେ ସକାଳୁ ଭୋରୁ ଆମ୍ବୁଲାନ୍ସ ଡାକିକି କଣାସ ନେଇଗଲେ। କଣାସ ସେଠୁ ଟ୍ରିଟମେଣ୍ଟ ହେଲେ, ଟ୍ରିଟମେଣ୍ଟ ହେଇକି ତାପରେ ଘରକୁ ଫେରିଲେ। ଘରକୁ ଫେରିଲା ପରେ ପୁଣି ସନ୍ଧ୍ୟା ବେଳକୁ 1-2ଟାରେ ଘରକୁ ଫେରିଲେ। ରାତିରେ 9ଟା ପୁଣି ଅସ୍ତବ୍ୟସ୍ତ ହେଲେ। ଅସ୍ତବ୍ୟସ୍ତ ହେଲାରୁ ପୁଣି ଆଉ ଥରେ କାର୍ ଡାକିକି ତାଙ୍କୁ ନେଇଗଲେ ସମ୍ ହସ୍ପିଟାଲ। ବର୍ତ୍ତମାନ ଏବେ ଝାଡ଼ା ହଉଛନ୍ତି 20 ଜଣ ଖଣ୍ଡେ ଅଛନ୍ତି, ମାନେ ଝାଡ଼ା ତାଙ୍କୁ ମେଡିସିନ ORS ଦିଆହେଇକି କଣ୍ଟ୍ରୋଲ କରାଯାଇଛି। ଆଉ 2 ଜଣ ହସ୍ପିଟାଲରେ ଅଛନ୍ତି। ଗଡ଼ିସାଗରରେ 2 ଜଣ, ଆଉ ହରିପୁରରେ ଜଣେ, ନୂଆ ଗାଁ ତ 20 ଜଣ ଅଛନ୍ତି। ଆଉ ଜାମଲଦାରେ କିଛି ନାହିଁ, ଆଗେ ହେଇନାହାନ୍ତି। ଜାମଲଦା ଟା ଟିକେ ଭିତରକୁ ରହୁଛି, ନଦୀ କୂଳ ନାହିଁ। ଯୋଉ ନଦୀ ପାଣି ଯୋଉ ଦୂଷିତ ହଉଛି, ଏମାନଙ୍କର ତ ନଦୀ ହଉଛି ସୋର୍ସ ପାନୀୟ ଜଳର। ପାନୀୟ ଜଳ ଅବଶ୍ୟ ବ୍ୟବହାର କରୁନାହାନ୍ତି, ଗାଧେଇବା, ଲୁଗା ଧୋଇବା, ବାସନ ମଜିବା ସବୁ ଏମାନଙ୍କର ନଦୀରେ। ତେଣୁ ସେଇ ପାଣି ହିଁ ଇନଫେକ୍ଟେଡ ହେଇକି ତାଙ୍କର ଏ ଅବସ୍ଥା ହେଇଛି ଆଉ।